ଭୈରବୀ ରୂପରେ ବିରଜା ଆସିକି ମୋ ଶରୀର ପଶିଗଲେଣି। ଆଉ ମଙ୍ଗଳା ପଶିଛନ୍ତି। ମା ଶାରଳା ଷୋଳମଣ୍ଡଳର ନୀଳା କରିବେ ବୋଲି କହୁଛନ୍ତି, ବେଣୁଧର ତମେ ମୋ ସାଙ୍ଗରେ ଚାଲ ଷୋଳମଣ୍ଡଳ। ତେଣୁ ମୁଁ ଯାଉନାହିଁ ବୋଲି ମୋତେ ମାରୁଛନ୍ତି, ମୋତେ ଛଡ଼େଇକି ପଇସା ସବୁ ନେଇଯାଉଛନ୍ତି ମା ମାନେ, ଦେବୀ ମାନେ ଆସିକି। ତେଣୁ ମୁଁ କହିଲି ମୋର ପଇସା ପତ୍ର କିଛି ଦରକାର ନାହିଁ, ମୋର ଭକ୍ତ ଦରକାର। ମୁଁ ଭକ୍ତକୁ ଖୋଜିକି ପାଗଳ ହେଉଛି। ମୋର ପଇସା ପତ୍ର ହେଲେ ମୋତେ ଲୋକ ମାରିଦେବେ, ମୋର ଧନ ଦରକାର ନାହିଁ। ହେ ଠାକୁର, ପ୍ରକୃତରେ ଯଦି ମା ମୁଁ ତୋ ପୁଅ ହୋଇଥିବି, ମୁଁ ଯାଉଛି ମହାପୁରୁଷ ରୂପରେ, ମୁଁ କିଛି କର୍ମ କରିବାକୁ ଆଶା କରିଛି। ଯଦି ସାଧୁମାନେ ମୋତେ କିଛି ସହଯୋଗ ଦଅନ୍ତି, ମୁଁ ପ୍ରତ୍ୟେକ ଜାଗାରେ ନୀଳାଖେଳା କରିବି, ଏକାକ୍ଷର ମେଳା କରିବି। ମୁଁ ଅଚ୍ୟୁତଙ୍କୁ ଧରି ପ୍ରଚାର କରିକି ମୁଁ ପ୍ରଭୁ ଭକ୍ତଙ୍କୁ ପାଳିବି, ଏ ଆଶାଟା ମୋର ଅଛି। ମୁଁ କାହାକୁ କହିନଥିଲି। ତେଣୁ 24ଠୁ ମୁଁ ନୀଳା ଆରମ୍ଭ କରିବି। ଆପଣମାନେ ଖଣ୍ଡଗିରିର ଲୋକ, ଭୁବନେଶ୍ୱର ଯେଉଁମାନେ ଆସିବେ ମୋ ଆଡ୍ରେସ୍ ନିଅନ୍ତୁ। ଯଶବନ୍ତ ଗାଦି, ଅଢଙ୍ଗଗଡ଼, କୈଜଙ୍ଗ ସାହି, ପୋଷ୍ଟ ଅଣଖିଆ, ଜି କଟକ। ଆଉ ବାବା ବାବା ଜିଲ୍ଲା ଜଗତସିଂହପୁର। ବାବା ଆପଣଙ୍କୁ ତ ବହୁତ ଦର୍ଶକ ବନ୍ଧୁ ଏବଂ ଆପଣ ଭକ୍ତ ବନ୍ଧୁ ଆପଣଙ୍କୁ ଖୋଜୁଛନ୍ତି ଦର୍ଶନ ପାଇଁ। କିନ୍ତୁ ବାବା ଯାହା କଥା ଆସୁଛି, ଆପଣ ଗୁପ୍ତରେ ଥିଲେ କିନ୍ତୁ ଏବେ ଘଟଣା ସବୁ ଘଟିବ, ମିନସାନି ସଂଯୋଗ ହେବ, ତା ବିଷୟରେ କଥା ଆସୁଛି। ଆପଣ ବାବା କଣ କହିବେ ତା ବିଷୟରେ? ମିନସାନି ହେଲେ ଲୋକମାନେ ସବୁ କ୍ଷତି ଖରାପ ହେଇଯିବେ, ମରିଯିବେ, ଧନ ହରଣ ହେଇଯିବ, ପାଗଳ ହେଇଯିବେ, ଗାଡ଼ି ଘୋଡ଼ାରେ ଗଲେ ବାଡ଼େଇକି ଆକ୍ସିଡେଣ୍ଟ ହେଇକି ମରିଯିବେ, ବହୁତ ଅନ୍ୟାୟ ହେବ। ତେଣୁ ସବୁ ସ୍ତ୍ରୀ ଲୋକମାନେ ଘର ଛାଡ଼ି ପଳେଇବେ, ସ୍ୱାମୀକି କେସ୍ ଦେବେ, ବହୁତ ଦୁର୍ନୀତି କରିବେ। ହେ ଜଗନ୍ନାଥ, ଆଉ ସମୟ ନାହିଁ। ନାରୀମାନେ ମୁକୁଳା ହେଇ ଯାଇଛନ୍ତି, ଖାଲି ଅଣ୍ଡରରେ ଅଛନ୍ତି। ଆଉ ସରକାର ସବୁ ନେଇଯିବେ, ଧନ ସବୁ କିଛି ରଖିବେ ନାହିଁ। ଲାଷ୍ଟରେ ପ୍ରଭୁ ରାଷ୍ଟ୍ରପତି ଶାସନ ହେଇଯିବ। ଏ ମେର୍ଛକୁ ପ୍ରଭୁ ଆସି ସବୁ ସଂହାର କରିଦେବେ ଏଇ ରାଷ୍ଟ୍ରପତି ଶାସନ ଭିତରେ। ଆଉ ପ୍ରଭୁଙ୍କ ନାମ ପ୍ରଚାର ଯେ ନ କରୁଥିବେ, ସେ ବଞ୍ଚିବା ବହୁତ ମୁସ୍କିଲ। ଆପଣମାନେ ଜାଣିଥିବେ, ଯଦି ବଞ୍ଚିବାର ଅଛି ସତ୍ ମାର୍ଗରେ ଯାଆନ୍ତୁ, ଗୁରୁ ଦୀକ୍ଷିତ ହୁଅନ୍ତୁ। ସଂସାର ବର୍ଗ ପିଲା ଛୁଆ ସମସ୍ତଙ୍କୁ ନେଇକି ଗୁରୁ ଦୀକ୍ଷିତ କରାନ୍ତୁ, ପିତାମାତାଙ୍କ ସେବା କରନ୍ତୁ, ସତ୍ କର୍ମରେ ଯାଆନ୍ତୁ। ଆମିଷ ମଦ ଏଗୁଡ଼ାକ ସବୁ ତ୍ୟାଗ କରନ୍ତୁ, ଏ ରାକ୍ଷସ ଭୋଜନକୁ ତ୍ୟାଗ କରନ୍ତୁ। ପ୍ରଭୁଙ୍କ ନାମ ଭଜନରେ ସଦାବେଳେ ଯଦି ନିମ୍ନ ହେଇଯିବେ, ତେବେ ପ୍ରଭୁ ତୁମକୁ ଘଣ୍ଟ ଘୋଡ଼େଇ ଏ କଳିର ଉଦ୍ଧାର କରିବେ, ଛତିଆରେ ରଖି ତମକୁ ପାଳିବେ ଭକ୍ତ ବୋଲି ପ୍ରଭୁ ମାଳିକା 500 ବର୍ଷରୁ ଆଗରୁ ଲେଖିଛନ୍ତି। ଏ ହାଡ଼ିଆ ନିଶ୍ଚିନ୍ତ କମାର ଜନ୍ମ ହେବ, ସେ ସେଇ ଛତିଆରେ ଯାଇକି ରଜା ହେବ। ତେଣୁ ଯିଏ ଯୋଉଠି ଜନ୍ମ ହେଇଥିବେ ଭକ୍ତମାନେ ସମସ୍ତେ ରୁଣ୍ଡ ହେବେ ଛତିଆ। ତେଣୁ ପ୍ରଭୁ ନୀଳାଖେଳା କରିବେ ଭକ୍ତ ରୂପରେ ଆସିକି, ଭକ୍ତ ସାଙ୍ଗରେ ନାନା ପ୍ରକାରେ ନାନା ମତରେ ନାଚିବେ, ଭକ୍ତଙ୍କୁ ବୁଝେଇବେ, ଗୀତ ଗାଇବେ। ପ୍ରଭୁ ଏକାକ୍ଷର ମେଳା କରିବେ। ତେଣୁ ଠାବେ ଠାବେ ମୋର ହୋଇବ ଏକାକ୍ଷର ମେଳା। ନ କରିବୁ କେବେ ପ୍ରଭୁ ଭକତଙ୍କର ହେଳା, ହେଳା କଲେ ତୋର ଭେଳା ବୁଡ଼ିଯିବ ଆହେ ଚକା ଡୋଳା। ଭକ୍ତ ବିନା ତୋର ସଂସାର ନାହିଁ, ନୀଳାଞ୍ଚଳକୁ ବସି ଚଳା। ନୀଳାଞ୍ଚଳ ପୁରୀ ଶ୍ରୀକ୍ଷେତ୍ର ତ ଭାଙ୍ଗିଯିବ, ଦିନ ଆସୁଛି ରେ ଏବେ। ଛତିଆକୁ ପ୍ରଭୁ କଳ୍କି ବେଶ ଧରି ଋଷିଆ ସାଙ୍ଗରେ ଯିବେ। ଏହି ଦେଶ ସବୁ ପରା ଆସି ଲୁଟି ନେବେ ଯେବେ, ଓଡ଼ିଶା କାଙ୍ଗାଳ ହୋଇବ ପଡ଼ିଶା ନଥେବେ ତେବେ। ବାବା ଆପଣ କହୁଛନ୍ତି ପ୍ରଭୁ ଆସିବେ ମେଳ୍ଛ ସଂହାର କରିବେ। ପ୍ରଭୁ ପ୍ରଭୁ ଆସିବେ ମେଳ୍ଛ ସଂହାର କରିବେ, ନା ପ୍ରଭୁ ଆସିଗଲେଣି, ନା କେବେ ଆସିବେ? ପ୍ରଭୁ ଆସିକି ଗୁପ୍ତରେ ନୀଳାଖେଳା କରୁଛନ୍ତି। ଚେତୁଆ ଭକ୍ତ ମାନେ ଚିହ୍ନିବେ। ଭକ୍ତ ଧିଅରେ ଆସିକି ଖେଳୁଥିବେ, ନାନା ପ୍ରକାର ଖେଳୁଥିବେ। କୋଉ ଭକ୍ତ ଧିଅରେ ଅଛନ୍ତି କି କ'ଣ ଅଛି ମୁଁ କହିପାରିବି ନାହିଁ। ମୁଁ କହୁଛି ଆଜ୍ଞା, ମୋ କତିରେ ଆସି ବିରଜା ମତେ ଧରିକି ନୀଳା କରୁଛନ୍ତି। ତେଣୁ ବହୁତ ମାରୁବିଛନ୍ତି ମତେ। ତେଣୁ ମୁଁ ପାଗଳ ଲୋକଟା ଜାଣିପାରୁନାହିଁ, ମୁଁ ବହୁତ ମାଡ଼ ଖାଉଛି, ଯେମିତି ଶ୍ରୀକୃଷ୍ଣ ଭଗବାନ ମାଡ଼ ଖାଉଥିଲେ ତେନ୍ତୁଳି ଛାଟରେ ଯଶୋଦାଠୁ। ତେଣୁ ମୋର ତ ମା ବାପ କେହି ନାହିଁ, ଆଉ ଯୋଉ ପରିବାର ଥାଆନ୍ତି ସେ ବି ମତେ ଚିହ୍ନି ନାହାନ୍ତି। ମୁଁ ତା କାହାକୁ ଚିହ୍ନା ଦିଏ ନାହିଁ। ପ୍ରଭୁ ମନା, ଗୁରୁଦେବ ମନା କରି ପଠେଇଛନ୍ତି। ତେଣୁ କୃପାର ସତ୍ୟ, ମୁଁ ଯଦି ସେ କଥାଟାକୁ ଖୋଲିଦେବି, ତେଣୁ ଗୁରୁ ନିନ୍ଦା ନରକେ ବାସ, ପୁଣି ନରକକୁ ପଳେଇବି ପ୍ରଭୁ। ତେଣୁ ମୁଁ ବୈକୁଣ୍ଠରୁ ଆସିଛି, ବୈକୁଣ୍ଠ ବିହାରୀ ମୁଁ, ବୈକୁଣ୍ଠକୁ ପୁଣି ଯିବି। ପ୍ରଭୁ ଯୋଉ ବୈକୁଣ୍ଠରେ ରହିବେ, ସେ ବୈକୁଣ୍ଠରେ ମୁଁ ସେବା କରୁଥିବି ପ୍ରଭୁଙ୍କର। ଆପଣ ଜାଣିଥିବେ ବିଶ୍ୱର ପୁଣି ପୁରୀ ହବ ଛତିଆ ଗ୍ରାମ। ତେଣୁ ଧନିଆ ପାହାଡ଼ରେ ପ୍ରଭୁ ଧନ ରଖିଛନ୍ତି, ତେଣୁ ଭକ୍ତ ପାଇଁ ରଖିଛନ୍ତି। ପୁରୀ ଶ୍ରୀକ୍ଷେତ୍ରରୁ ତଳେ ତଳେ ସବୁ ଧନ ପଳେଇବ ଶୂନ୍ୟରୁ। ତେଣୁ ବାବା ବାବା ଆପଣ କଣ କେବେ ଭାବିଛନ୍ତି ନିଜେ କିଛି ଅଲୌକିକ ଶକ୍ତିର ଅଧିକାରୀ ବୋଲି? ମୁଁ ଜାଣିଛି, ମୁଁ କାହାକୁ କହୁନାହିଁ। ପ୍ରଭୁ ମୋତେ ବହୁତ ଶକ୍ତି, ଅଲୌକିତ ଶକ୍ତି ଦେଇଛନ୍ତି। ଦେଖନ୍ତୁ, ମୁଁ ବେଳ ପଇଲେ ନିଆଁରେ ଚାଲିବି, ପୋଡ଼ିବି ନାହିଁ। କାଚରେ ଚାଲିବି, ପୋଡ଼ିବି ନାହିଁ। ପବନରେ ଉଡ଼ି ପଳେଇବି, ପଡ଼ିବି ନାହିଁ। ମୁଁ ଘରେ ଥେବି ନଥେବି, ମୁଁ କରିନାହିଁ, ଗୁପ୍ତ ହେଇଯାଉଥିବି। ପୁଣି ଦେଖିଲା ବେଳକୁ ଆସି ଶୋଇଥିବି, ଏମିତି ସବୁ କରିବି।
ଭକ୍ତଙ୍କୁ ତାରିବି, ଭକ୍ତଙ୍କୁ ଦୁଃଖ ପଡ଼ିଲେ ଯାଇକି ତାରିବି। ଆପଣ କଣ ତାହେଲେ ନିଜେ ଭାବୁଛନ୍ତି ଭଗବାନ ବୋଲି? ମୁଁ ଭକ୍ତ ଭଗବାନଙ୍କୁ ଖୋଜୁଛି। ଭଗବାନ ମୋ ଶରୀରରେ ଆସି ନୀଳାଖେଳା କରୁଛନ୍ତି, ମୁଁ ଜାଣିପାରୁନି। ହେ ଜ୍ଞାନ କରୁଛି, ତାଙ୍କୁ କଲାକୁ ସେ ମୋତେ ମାରୁଛନ୍ତି, ଘରୁ ବାହାର କରିଦଉଛନ୍ତି। ସେ କହୁଛନ୍ତି ଯେ ମୋର ଗୋଟେ ସିଂହାସନ କର, ସପ୍ତଫେଣି ନାଗ ଥବ, ତାପରେ ବସିକି ଅନନ୍ତ ଧ୍ୱଜାରେ ତୁ ବସିକି ରାଜନୀତି କର। ତୋ ଗ୍ରାମରେ ରାଜଗଡ଼ରେ ତୁ ଜନ୍ମ ହେଇଛୁ, ପୁଣି ରାଜଗଡ଼ରେ ତୁ ବିବାହ ହେଇଛୁ, ବଡମ୍ବା ରାଜଗଡ଼ରେ। ତେଣୁ ତୁ ହଉଛି ତୋ ସଂସାରଟାକୁ ପଳେଇ ଯା, ସେଇ ଜଗନ୍ନାଥ ସଂସାରଟାକୁ ତୁ ଗଢିବାକୁ ଚେଷ୍ଟା କର। ତୋର ସବୁ ଧନ ଦୌଲତ ଜଗନ୍ନାଥ ସବୁ ଭରିଦେବେ। ଜୟ ଜଗନ୍ନାଥ। ବାବା ଆପଣ କହୁଛନ୍ତି ଆପଣଙ୍କ ଶରୀରରେ ଭଗବାନ ଲୀଳା କରୁଛନ୍ତି। ବାବା ଆମେ ଶୁଣିବାକୁ ପାଉଛୁ ଯେ ମାନବ ହିଁ କହୁଛନ୍ତି ଆମେ ପ୍ରଭୁ। ତେଣୁ ମୋ କତିରେ ଟଙ୍କାଟାଏ ନାହିଁ ସରକାର ମତେ ଧରିବାକୁ। ସରକାର ଧରିକି ଯଦି ମତେ ନେବେ, ମୋର ସବୁ ବହନ କରିବାକୁ ପଡିବ। ମୋର ଯାହା ଯାହା ଦରକାର ମୁଁ ଶ୍ରୀକ୍ଷେତ୍ର କରିବି। ଛତିଆରେ ମୋର ଯାହା ଯାହା ଦରକାର, ସୁନା କଠଉ ଦରକାର, ସୁନା ପଇତା ଦରକାର, ସୁନା ମୁକୁଟ ଦରକାର, ସୁନା ଖଣ୍ଡା ଦରକାର, ସୁନା ଗଡ଼ୁ ଦରକାର। ସବୁ ମୋର ସୁନାରେ ହବ, ସୁନାର ସିଂହାସନ ହବ, ସୁନାର ଖଟ ହବ। ତେଣୁ ମୁଁ କହିଦେଇଛି, ସବୁ ଜଗନ୍ନାଥ ମତେ ଦେବେ ବୋଲି କହିଛନ୍ତି। ତେଣୁ ସମୟ ଆସିଲେ ଆଜ୍ଞା ମୁଁ ନିଶ୍ଚିନ୍ତ ସେ ସବୁ ଭୋଗ କରିବି। ପ୍ରଭୁ ଦେବେ, ଭକ୍ତ ନବ, ଆଉ ଅନ୍ୟ କେହି ନେଇପାରିବେ। ଆପଣ ଯେଉଁ ସବୁ କଥା କହୁଛନ୍ତି, ଏଇ କଥା କହିକି ପ୍ରଭୁ ବୋଲାଇକି ବିଳାସପୂର୍ଣ୍ଣ ଭବନ କରିକି ଅୟସ ଆରାମ କରିକି ରହୁଥିଲେ, ସେ ବି ଚୂର୍ଣ୍ଣ ହୋଇ ସାରିଛି। ମାନବ କେହି ଦେଲେ ମୁଁ ଦେବି ନାହିଁ ଧନ। ପ୍ରଭୁ ଯଦି ଆସିକି ଦେବେ, ଯୋଉ ରୂପରେ ଆସିକି ମୋର ସବୁ କାମ ଗୁଡାକ କରିବେ, ତେବେ ମୁଁ ତାଙ୍କଠୁ ଗ୍ରହଣ କରିବି। ଯିଏ ବି ଆସିବେ ମାନବ ରୂପରେ, ପ୍ରଭୁ ଆଇଲେ ମୁଁ ପ୍ରଭୁଙ୍କୁ ଚିହ୍ନିଦେବି। ଯେକୌଣସି ରୂପରେ ଆସିବେ ମୁଁ ପ୍ରଭୁଙ୍କୁ ଚିହ୍ନିଦେବି। ପ୍ରଭୁଙ୍କୁ ମୁଁ ତୁଳସୀ ହାର ଲଗେଇଥିବି, ପ୍ରଭୁଙ୍କ ବେକରେ ନେଇକି ପକେଇଦେବି, ଚିତା ପଇତା କରିଦେବି, ପ୍ରଭୁଙ୍କୁ ମୁଁ ସଜେଇଦେବି, ସ୍ୱୟଂ ଭଗବାନ ଭଳିଆ ସଜେଇଦେବି। ମୁଁ ଆଉ ଭକ୍ତ ହେବି, ମୁଁ ଭଗବାନ ହେବି ନାହିଁ। ମନା କରିଛି ଆଗରୁ, ମୁଁ ଭଗବାନ ହେବି ନାହିଁ। ଭଗବାନ କହିଲେ ତୁ ଭକ୍ତ ଥବୁ, ମୁଁ ତୋ ଶରୀରରେ ଭଗବାନ ଲୀଳା କରୁଥିବି। ମାନବ ମାନେ କେହି ଜାଣିବେ ନାହିଁ, ଦେବତା ମାନେ କେହି ଜାଣିବେ ନାହିଁ, ଏସବୁ ମୁଁ ଗୁପ୍ତ କରୁଥିବି। ବାବା କଥା ଆସୁଛି, ଆପଣ ଯେଉଁ ସବୁ କଥା କହୁଛନ୍ତି ଅଲୌକିକ ଶକ୍ତିର ଅଧିକାରୀ। ବାବା ମୁଁ ଆପଣ ଆସିକି ମାନବ ରୂପରେ, ବେଣୁଧର ରୂପରେ ଜନ୍ମ ହେଇଛି। ବାବା ଆପଣ ଯେଉଁ ସବୁ କଥା କହୁଛନ୍ତି ଟିକେ ଭାବିଚିନ୍ତି କହୁଛନ୍ତି ତ? ମୁଁ ଭାବିକି କହୁଛି, ପ୍ରଚାର କରୁଛି ଯେତେବେଳେ ଭକ୍ତ ମାନଙ୍କୁ ସମସ୍ତଙ୍କୁ କହୁଛି। ମୋର ଯାହା ଘଟୁଛି ମୁଁ ସେଇଆ କହୁଛି। ମୁଁ ଚୋର ନୁହଁ, ମୁଁ ସାଧୁ ଜଣେ। ଆପଣ ଯଦି ତର୍ଜନା କରିବେ, ଚକଡାମଡ଼ା ମାଳିକା 84 ପୃଷ୍ଠାରେ ମୋ ନାଁ ଲେଖା ହେଇଛି। କଣ କଣ ଲେଖା ହେଇଛି ଆପଣ ମାନେ ସଂଯୋଗ କରିକି ଆସି ମତେ ଦର୍ଶନ ଦେଇପାରିବେ। ଆଉ ଦର୍ଶନ ଦେଲା ବେଳକୁ ମୋର ହଉଛି ଆଜ୍ଞା ତୁଳସୀ ନ ଆଇଲେ ମୁଁ ଦର୍ଶନ ଦେବି ନାହିଁ। ବାବା ଆପଣଙ୍କୁ ବିରୋଧ କୋଉମାନେ କରୁଛନ୍ତି? ବିରୋଧ ମତେ ସାଧୁମାନେ କରୁଛନ୍ତି। ପବ୍ଲିକ ମାନେ ମତେ ଠାକୁର ବୋଲି, ମା ମାନେ ସମସ୍ତେ ମାନନ୍ତି। ମୁଁ ତାଙ୍କ ଘରରେ ଯେକୌଣସି ଅସୁବିଧା, ଘର ଦୁଆର ହଉନଥିବ ମୁଁ ଯାଇ ପାଦ ପକେଇଦେଲେ ହେଇଯିବ। ବିବାହର ହଉନଥିବ ମୁଁ କହିଦେଲେ ହେଇଯିବ। ଚାକିରି ହଉନଥିବ ମୁଁ କହିଦେଲେ ହେବ। ପିଲା ଛୁଆ ହଉନଥିବ ମୁଁ କହିଦେଲେ ହେଇଯିବ। ମୁଁ ଯାହା ଆପଣ କହିଦେଲେ ହେଇଯିବ? ମୁଁ ହଉଛି। ଆପଣ ମାନେ ଦେଖିବେ, ଭକ୍ତ ମାନଙ୍କୁ ପଚାରିବେ। ବହୁତ କେନ୍ଦ୍ରାପଡ଼ା, ବାଲେଶ୍ୱର ଫାଲେଶ୍ୱର ସବୁଆଡ଼େ ମୁଁ ବୁଲେ। ଆଉ ବାଲେଶ୍ୱର ମୋର ଆଉ ଗୋଟେ ଜନ୍ମ ହେଇଥିଲା ଶ୍ରୀକାନ୍ତ ଦାସ ବୋଲି। ମୁଁ ସେଠୁ ଲେଖିକି ଆଇଛି ଓଲଟ 34 ପୁଣି ଅଢଙ୍ଗରେ ବେନୁ ପାଗଳ ରୂପରେ ମୁଁ ଜନ୍ମ ହେବି। ମୁଁ ନୀଳାଖେଳା କରିବି ବୋଲି ଗୁପ୍ତ ରଖିଛି, କହିନାହିଁ। ଆଉ ଗୋଟେ କଥା ଆମକୁ କ୍ଲିୟର କରନ୍ତୁ, ଯେ ବେଣୁ ପାଗଳ ବୋଲି ଆପଣ କହୁଛନ୍ତି, କିନ୍ତୁ ଆମେ ଶୁଣି ଆସୁଛୁ ବିଗତ ଦିନରେ ଜଣେ ବେଣୁ ପାଗଳ ଅଢଙ୍ଗଗଡ଼ରେ ଥିଲେ। ଭକ୍ତ ପାଗଳ, ଭଗବାନ ଜଣେ ପାଗଳ। ବେଣୁ ନାମଧାରୀ ଅଢଙ୍ଗଗଡ଼ରେ ଆଗରୁ ଥିଲେ। ସେ ବେହେରା ଘରେ, ଗୌଡ଼ ଘରେ ଜନ୍ମ ହେଇଥିଲେ ବେଣୁ ବାବା। ଯଶବନ୍ତ ମହାପୁରୁଷଙ୍କର ସେ ଆଜ୍ଞା ପାଇଥିଲେ, ଉଲ୍ଟା ହୁକୁମ ଦଉଥିଲେ। ତେଣୁ ସେଇ ଯଶବନ୍ତ କହିଲେ, ହେ ବେଣୁଧର ତମେ ଆଉ ଥରେ ଜନ୍ମ ନିଅ। ତମର ବହୁତ ପୁଣ୍ୟ କର୍ମ ଅଛି, ତମେ ଚାରିଆଡେ ପୂଜା ହେଇଛ। ତମେ ଯାଇକି ଆଉ ଥରେ ଯାଇକି ସେଇଗୁଡାକ ସବୁ ସଂଶୋଧନ କରିକି ପୁଣି ଫେରିକି ଆସ ବୈକୁଣ୍ଠକୁ। ସେଇ ଯୋଉ ବେଣୁଧର ଥିଲେ ଅଢଙ୍ଗଗଡ଼ରେ, କିନ୍ତୁ ତାଙ୍କର ଦେହାନ୍ତ ହୋଇଯାଇଛି। ତାପରେ ପୁଣି ମୁଁ ଜନ୍ମ ହେଇଛି ଆସିକି ଦ୍ୱିତୀୟ ବେଣୁ। ବାବା ଆପଣ କଣ ବେଢାଘରେ ଜନ୍ମ ହେଇଛି, ବାବା ଆପଣ କଣ ସେଇ ବେଣୁଧର? ସେଇ ବେଣୁଧର। ସେଗୁଡା ସବୁ ମୁଁ ଭୁଲି ଯାଇଛି, ମାୟା ଲାଗିଛି, ମାୟା ଘାରି ଅଛି, ଅଟେ ପାଗଳ। ବାବା ଆଗକୁ ତାହେଲେ କଣ ଘଟଣା ଘଟିବ? ଆଗକୁ ଯାହା ଘଟିବ ମୁଁ ମୋର ଏକା କରିବି, କାହାକୁ କହିବିନି। ଏକୁଟିଆ କରିବି ସବୁ କାମ। ଗୁପ୍ତରେ ଯାଇକି ଭକ୍ତଙ୍କ ଭିତରେ ନାଚୁଥିବି, ମୋ ନିଳାମ କରୁଥିବି। ମୁଁ କାହାକୁ ଡାକିବିନି, କାହାକୁ ସହଯୋଗ ମାଗିବିନି। କିନ୍ତୁ ବାବା ଆପଣଙ୍କୁ ବିରୋଧ କଣ ପାଇଁ? ଆପଣ ଦେଖନ୍ତୁ ଖଣ୍ଡଗିରିରେ ମୁଁ ଏକା ନାଚେ। ଭକ୍ତ ମାନେ ବହୁତ ଆରୋଗ୍ୟ ହୁଅନ୍ତି, ମତେ ଭଗବାନ ବୋଲି ମାନନ୍ତି। ଯିଏ ଚେତୁଆ ଭକ୍ତ ଯିଏ ଜାଣନ୍ତି, ସେମାନେ ସବୁ ମତେ ଡ୍ରେସ୍ ଆଣି ପିନ୍ଧେଇ ଦିଅନ୍ତି, ପାଟ ପିନ୍ଧେଇ ଦିଅନ୍ତି, ତୁଳସୀ ଆଣିକି ଦିଅନ୍ତି। ଯାହା ଖାଇବି ମାଗିବେ ଦେବେ। ମୋ ଆଜ୍ଞାରେ କେହି ଶିରଧାର୍ଯ୍ୟ ହେବେ ନାହିଁ। ତେଣୁ ମୋ 84 ଆଜ୍ଞାର ମୁଁ ଚାକର ପ୍ରଭୁ ଯଶବନ୍ତଙ୍କର।
ଯଶୋବନ୍ତଙ୍କର ନିନ୍ଦା କରିବି ନାହିଁ। ଆସିଛି ମୁଁ ଯଶୋବନ୍ତ ମହାପୁରୁଷଙ୍କର ବାନାଟା ଉଡ଼େଇକି ଯିବି ବୋଲି ଗୋଟେ ଆଶା କରିଛି। ହେ ମହାପୁରୁଷ, ମୁଁ ଆପଣଙ୍କ ପୁଅ ହେବି ନାହିଁ କି ସାଧୁ ଜଣେ ହେବି ନାହିଁ, ଆପଣଙ୍କର ଦ୍ୱାର ପାଳ ହେବି, ଚାକରଟା ହେବି, ମୁଁ ବାରବୁଲା ଚାକର ହେଇଥିବି। ଆପଣ ମୋତେ ଧରିକି ନେଇ ଆଉଥିବେ, ଗେହ୍ଲା ପୁଅ ମୋର, ଆରେ ଚାକର ପୁଅ, ଧର୍ମ ପୁଅ କହିକି ନେଇ ଆଉଥିବେ, ପୁଣି ମାରୁଥିବେ। ତାହେଲେ ବାବା ଆପଣଙ୍କୁ ବିରୋଧ କଣ ପାଇଁ? ମୁଁ ଏକା ନୀଳା ଯୋଉ କରୁଛି, ଲୋକମାନେ ମୋତେ ମାନୁଛନ୍ତି, ମା ମାନେ ସମସ୍ତେ ମୋତେ ଠାକୁର ବୋଲି ମାନନ୍ତି। ମୁଁ ଯାହାକୁ ଯାହା କହେ ତାଙ୍କ କାମ ହେଇଯାଏ, ମୁଁ ପଇସା ପତ୍ର ନିଏ ନାହିଁ। ବାବା, ଆପଣଙ୍କୁ ଲୋକମାନେ ବହୁତ ଭଲ ପାଉଛନ୍ତି ବୋଲି କି ଆପଣଙ୍କୁ ବିରୋଧ ହଉଛି? ଆଜ୍ଞା, ମୋର ଭକ୍ତମାନେ ବିରୋଧୀ କରନ୍ତି ନାହିଁ। ଆପଣ ଦେଖନ୍ତୁ, ମୋର ଯେତେ ଚ୍ୟାନେଲ ଅଛି ତା ଦେହରେ ମୋର କୋଉଠି ଗୋଟେ ନିନ୍ଦା ଅପବାଦ ନାହିଁ। ମୁଁ 20 ବର୍ଷ ହେଲା ସୁଟିଂ କରି ଛାଡ଼ିଲେଣି, ତେଣୁ ମୋର ନିନ୍ଦାବାଦ ନାହିଁ। ମୁଁ 1 ନମ୍ବର ଲୋକଟା। ନିନ୍ଦା ହେଲେ ମୋ ଭକ୍ତଙ୍କୁ ନିନ୍ଦା ହେଲେ ଭଗବାନ ମାରିଦେବେ, ରଖିବେ ନାହିଁ। କିଏ ଆପଣଙ୍କୁ ନିନ୍ଦା କରୁଛି? ଏ ଯୋଉ ସାଧୁମାନେ ସବୁ ବାବାଜୀ ଦେଖାଉଛନ୍ତି, ସେଇମାନେ ମୋ ବିରୋଧୀ ହଉଛନ୍ତି, ମତେ ତଳେ ଦାବିକି ରଖୁଛନ୍ତି। ମୁଁ ହଉଛି 2 ନମ୍ବର ଭକ୍ତ, ଉପରେ ଉଡୁଛି। ଏ ସାଧୁମାନେ କହୁଛନ୍ତି ଏ ପାଗଳଟା କଣ ଉପରେ ରହି 2 ନମ୍ବର ଭକ୍ତ ହେଇଗଲା, ଆମେ କଣ 1 ନମ୍ବର ଭକ୍ତ ହବା କଥା, ଆମେ କୁଆଡେ ଗଲୁଣୁ, ଆକୁ ତଳକୁ ଦାବି ଦେବା ବୋଲି ସମସ୍ତେ ଏକଜୁଟ ହେଇକି ଗ୍ରୁପ କରିକି ମତେ କଲବଲ କରୁଛନ୍ତି। ତେଣୁ ମୁଁ ହଉଛି କମିଟିରେ ବି ଖଣ୍ଡଗିରିରେ କାର୍ଡ ପାଇଛି। ମୁଁ ନୀଳା କରିବି। ମୋ ଅଚ୍ୟୁତଙ୍କର ଭକ୍ତ ସବୁ ଅଛନ୍ତି, ଜଗନ୍ନାଥଙ୍କ ଭକ୍ତ ଅଛନ୍ତି, ବିଭିନ୍ନ ଅଭିରାମଙ୍କର ଅଛନ୍ତି, କେଶବ ବାବାଙ୍କର ଅଛନ୍ତି, ଜୟଗୁରୁର ଅଛନ୍ତି, ତାପରେ ବୌଦ୍ଧଙ୍କର ଅଛନ୍ତି। ବିଭିନ୍ନ ପ୍ରକାର ମୋର ଧର୍ମ ଅଛି। ତେଣୁ ସବୁ ପୁଣି ଆସି ଏକଜୁଟ ହବ, ସନାତନ ଧର୍ମରେ ହବ। ତେଣୁ ଗୋଟିଏ ଧର୍ମ ଚାଲିବ, ଆଉ ଗୋଟିଏ ଧର୍ମ ରହିବ ନାହିଁ। ଆଉ ବାବା, ଆପଣଙ୍କୁ କିଛି ଆମେ ଜାଣିବାକୁ ପାଇଲୁ, ଆପଣଙ୍କୁ କହୁଛନ୍ତି କି ଆପଣ ମଦ ଖାଆନ୍ତି, ଗଞ୍ଜେଇ ଖାଆନ୍ତି, ଆଉ ପାଗଳ। ନାଇଁ ନାଇଁ, ମତେ ଯେତେବେଳେ ମୋ ଠାକୁର ଚଣ୍ଡୀ ମାନେ ଯାହା ମାଗନ୍ତି ମୁଁ ଖାଇଲେ ସେମାନେ ଖାଇବେ। ମୁଁ ଲୁଚେଇକି ଦିଏ, ନହେଲେ ମତେ ଖାଇଯିବେ ଖପର। ମୁଁ ଖପର ତାଙ୍କୁ ଦିଏ ନାହିଁ, ମଦ ପାଣି ଦେଇଦିଏ। କାଳି ତ ରହୁଛନ୍ତି ନା ମୋ ଧିଅରେ, ବିରଜା ମାନେ ଭୈରବୀ। ତେଣୁ ସିଏ ହଉଛି କାମାକ୍ଷା ନଗରରୁ ଆଇଛନ୍ତି। ତେଣୁ ଆପଣ ଜାଣିଥିବେ ଭୈରବୀ ଡାକଥବ ବିରଜା ମଣ୍ଡଳରେ। ବିରଜା ଜଗିଛି ହଉଛି ଭୈରବୀ, ଭୈରବୀ ହଉଛି ବିରଜାକୁ ଡକିଛି, ଜଗିଛି। ତେଣୁ ଆପଣ ମାନେ ସେଠି ଯାଇ ଦଶାନନ ଘାଟରେ ଦେଖିବେ, ବିରଜାଙ୍କ ପାଖରେ ଭୈରବୀ ରୂପରେ ବିରଜା ସେଠି ଜଗିଛନ୍ତି କି ନାହିଁ ଦେଖିବେ। ମୁଁ କହୁନାହିଁ, ଏସବୁ ମାଳିକାରେ ଲେଖା ଅଛି। ଆପଣ ମାନେ ଯାଇକି ତର୍ଜନା କରିବେ। ବିରଜା ହେଲେ ହଉଛି ପୁରା ଶ୍ରେଷ୍ଠ ରାଣୀ, ଯେ ତାଙ୍କ କତିରେ ଗୋଟିଏ ଲିଙ୍ଗ ଅଛନ୍ତି, ଗୋଟିଏ କମ୍। କଥା ଆସୁଛି ଆପଣ ମଦ ଖାଉଛନ୍ତି ଏବଂ ଗଞ୍ଜେଇ ସେବନ କରୁଛନ୍ତି, ସେଥିପାଇଁ କି ଆପଣଙ୍କୁ ସମସ୍ତେ ପାଗଳ ବୋଲି କହୁଛନ୍ତି। ସେଥିପାଇଁ ଆପଣଙ୍କୁ ପ୍ରଭୁ ମତେ କହିଛି, ତୁମେ ଏମିତିଆ ମେର୍ଛ ନୀଳା କରିବ, ତମକୁ ଯେମିତି କେହି ନ ଜାଣିବେ ତମେ ଠାକୁର ଅଛ ବୋଲି। ତମେ ତମ ଇଚ୍ଛାରେ ନୀଳା କରିବ, କାହାକୁ ଡରିବ ନାହିଁ। ଯାଅ, ମତେ ଜଗନ୍ନାଥ ବଳଦେବ ପଠେଇଛନ୍ତି। ଯୋଉ ଆପଣ ମଦ୍ୟ ସେବନ କରୁଛନ୍ତି, ସେଇଟା କଣ ଠିକ? ନାଇଁ ନାଇଁ, ମୁଁ ସେମିତି କରେ ନାହିଁ। ଯେତେବେଳେ ମୁଁ ସଜ ହେଇଥାଏ ମୁଁ କରେ ନାହିଁ। ମୁଁ ମୋର ଅଲଗା ଗଲେ ଏଗୁରା ସବୁ ଓହ୍ଲେଇ ଆଲେଇକି ମୁଁ ମୋର ଠାକୁରଙ୍କୁ ଦିଏ। ମୋ ଠାକୁର ଯିଏ ପିଅନ୍ତି, ମୁଁ ଟିକେ ପିଏ। ଆଉ ଏମିତି ପିଇଲା ପିଇଲା ଭିତରେ ଠାକୁର ମତେ ମୋହ କରିଦିଅନ୍ତି, ବେଶୀ ହେଇଯାଏ, ନିଶା ହେଇଯାଏ। ମୁଁ ହଉଛି ଆଜ୍ଞା ମାସେ ମାସେ ଏମିତି ମଦ ପିଏ, କିଛି ଖାଏନି। ମୁଁ ମଦରେ ବଞ୍ଚିଛି। ମୁଁ କାହାକୁ କାହିଁ ମିଛ କାହିଁ କହିବି। ମତେ ଆଉ ବିଷପାନ କରିବାକୁ କିଛି ଅମୃତ ମିଳିଲାନି। ବିଷପାନ ମତେ ନୀଳକଣ୍ଠ ଦେଲେ। ଆମର ଯୋଉ ଅଢଙ୍ଗରେ ନୀଳକଣ୍ଠ ଅଛନ୍ତି, ପୁରୀର ଅଛନ୍ତି, ସେ ଦେଖିଲେ ଯେ ଇଏ ମହାଦେବଙ୍କ କଳାରେ ଜନ୍ମ ହେଇଛି, ମୁଁ ଆକୁ ପାଗଳ ନ କଲେ ଇଏ ସବୁ ନେଇଯିବ। ତେଣୁ ମୋ ଘର ହଉଛି ପାତାଳ, ମୁଁ ହଉଛି ଅନନ୍ତ ରୂପ। ତେଣୁ ମୋ ଘର ସ୍ୱର୍ଗ, ମୁଁ ହଉଛି ଅନନ୍ତ ରୂପ। ମୋ ଘର ମତ୍ୟ, ମୁଁ ହଉଛି ଅନନ୍ତ ରୂପ। ମୋ ଘର 21 ମଣ୍ଡଳ, ମୁଁ ହଉଛି ନିରାକାର। ଆପଣ ଯାହାକୁ ଅମୃତ ଭାବିକି ସେବନ କରୁଛନ୍ତି, ସେ ହଉଛି ବିଷ। ସେ ମୋ ପାଇଁ ଅମୃତ। ମୁଁ ତାକୁ ଟିକେ ପିଇଲେ ମୋର ଜ୍ଞାନ ଆସିବ, ମୁଁ ଜାଣିପାରିବି, ସବୁ ମନେ ପଡିଯିବ କାଦମ୍ବରୀ ପାନ କଲେ। ଆପଣ ବିଷଟାକୁ ସେବନ କରିକି ଆପଣ କହୁଛନ୍ତି ସେଇଟା ଅମୃତ। ବେଶୀ ଫ୍ୟାସିଲିଟି ଆସିବ, ପାୱାରଫୁଲ। ତେଣୁ ଭକ୍ତଙ୍କ ଆଗରେ ମୁଁ ସେଗୁରା ପାନ କରେନି। ମୋର ଅଲଗା, ମୁଁ ନୁଚିକି ପଳେଇବି, ସାଡେ ଯାଇକି ମୋର ପାନ କରିକି ଗାଧେଇ ପାଧେଇ ଚିତା ପଇତା ହେଇକି ଆସିବି। ସେଥିପାଇଁ ତ ଆପଣଙ୍କୁ ଅନେକ ସାଧୁ ସନ୍ଥ ବିରୋଧ କରୁଥାଇ ପାରନ୍ତି। ସେମାନେ ଯଦି ପିଇକି ଏମିତି ସାଧୁ ହେଇପାରିବେ କି? ମୁଁ ଆଇଯିବା ମେର୍ଛ ନୀଳା କରିବାକୁ। ମୁଁ ମୋର ଯାହା ଖାଇବି ପିଇବି, କିଛି ବାରଣ ଚାରଣ ନାହିଁ। ବାବା, ଆପଣ ସେଇ ସାଧୁ ସମାଜରେ ଯାଉଛନ୍ତି? ସମାଜରେ ମୁଁ ଯାଇନାହିଁ। ମୁଁ ଆସିଛି ମୋ ନୀଳା କରିବାକୁ। ସାଧୁ ତ ମୁଁ ପାଳିବି ଛତିଆରେ। ଛତିଆ କଣ କଲେଣି? ମୁଁ ବା ନିଜେ ସାଧୁ ପାଳିବି। ଯୋଉ କଥା କହୁଛନ୍ତି ଆପଣ, ଅନେକ ସାଧୁ ସନ୍ଥ ଆପଣଙ୍କୁ ବିରୋଧ କରୁଛନ୍ତି। ବିରୋଧ କରିବାର ସାଧୁ କଥାରେ ମୁଁ ନାହିଁ, ମୁଁ ପ୍ରଭୁଙ୍କ କଥାରେ ଅଛି।
ପ୍ରଭୁଙ୍କୁ ମଥାରେ ଧରି ବୁଲୁଛି। କୋଉ ସାଧୁ ଜଡ଼ ବଡ଼ ସାଧୁ ମୁଁ କାହା ମୁଣ୍ଡିଆ ମାରିବିନି। ମୁଁ ପ୍ରଭୁଙ୍କ ମୁଣ୍ଡରେ ମୁଣ୍ଡେଇଛି। ଅନେକ ସାଧୁ ସନ୍ଥ ଅଛନ୍ତି ଆପଣ ଯେଭଳି ମଦ୍ୟ ସେବନ କରୁଛନ୍ତି ସେମାନେ କଣ କରନ୍ତି ଆପଣ କିଛି ଜାଣିଛନ୍ତି ସେ ବିଷୟରେ? ମୁଁ କାହା କଥା କହିବି ନାହିଁ। ମୋ କଥା ମତେ ଯାହା ପ୍ରଭୁ ଆଜ୍ଞା ଦେଇଛନ୍ତି ମୁଁ ମୋ କଥା କହିବି। ମୁଁ ଚୋର ନୁହଁ। ମୋର ପ୍ରଭୁ ଚଣ୍ଡୀ ଚାମଡ଼ାକୁ ଯାହା ଦରକାର ମୁଁ ଦେବି, ନହେଲେ ମତେ ଖାଇଯିବେ। କୋଟି କୋଟି ଚଣ୍ଡୀ ଚାମଡ଼ା ମୋ ପାଖ ପାଖ ବୁଲୁଛନ୍ତି। ତେଣୁ ମୁଁ ତାଙ୍କୁ ଏଇ ସବୁ ଦେଇକି ମଦପାନ ଦେଇକି ତାଙ୍କୁ ବିଦା କରିଦିଏ। ନାଇଁ ତ ସେ ମୁଣ୍ଡ ଖାଇଯିବେ ମୋର। ମୁଁ ଯୁଆଡ଼େ ଯାଉଥିବି ପିଟିକି ମାରିଦେବେ, ରକ୍ତ ପିଇଦେବେ। ମୁଣ୍ଡ ଫଟେଇ ଦେଇକି ମୋ ରକ୍ତ ପିଇଦେବେ, ଶରୀର ଭିତରେ ପଶିଯିବେ। ତେଣୁ ମୁଁ ତ ମନ୍ତ୍ରତନ୍ତ୍ର କିଛି ଜାଣିନାହିଁ, କି ଶରୀର ବନ୍ଧନ କରିବା ଜାଣିନାହିଁ। ତେଣୁ ଆପଣମାନଙ୍କୁ ତ ମୁଁ ନୁଚା ଚୋରା କରିନାହିଁ। ଆପଣମାନେ ଯେଉଁ ସାଧୁମାନେ ଅଛନ୍ତି ମୋତେ ସାହାଯ୍ୟ କରିବେ। ଆଉ ଆପଣମାନେ ବାବା ଯେଉଁ କହୁଥିଲେ ମୋ କଠଉ ଦେବେ ବୋଲି ବାଲେଶ୍ୱରରୁ, ଆପଣ ନିଜେ ନେଇକି ଆସି ମୋ ଘରେ ଦଅନ୍ତୁ। ଆଉ ମୋ ଘରେ ଆସନ ଅନନ୍ତଙ୍କର କରନ୍ତୁ। ଆପଣ ସେଥିରେ ଆଗ ବସିଲେ ତାପରେ ମୁଁ ପଚାରକୁ ଯିବି। ମୁଁ ଏତିକି ନିବେଦନ କରୁଛି। ମୁଁ ଗରିବ ଲୋକ। ଆପଣ ଯଦି ମୋ ଗୁରୁଦେବ ପ୍ରକୃତରେ ହେଇଥିବେ ମୋତେ ଧିକ୍ଷା ଦେଇକି ଯିବେ। ବାବା କାହାକୁ କହୁଛନ୍ତି ଏ କଥା? ଏ ବାଲେଶ୍ୱର ବୀର ବାବାଙ୍କୁ କହୁଛି। ବାଲେଶ୍ୱର ସେ ମୋତେ ଖଣ୍ଡଗିରିରେ ଦେଖାଇଥିଲେ, ମୁଁ ଯାଇପାରିଲିନି। ତେଣୁ ବାବା ଭାବୁଥିବେ ଖରାପ। ତେଣୁ ଆପଣ ମୋତେ ଆଡ୍ରେସ୍ ଖୋଜି ଖୋଜି ଅଢଙ୍ଗ ଆସନ୍ତୁ। ପ୍ରଭୁ ମୁଁ ବହୁତ କାନ୍ଦୁଛି। ଆସିକି ଖଣ୍ଡଗିରିରୁ ମରାମରି ହେଇଗଲା। ମୋତେ ମାଇଲେ, ମୋତେ କେହି ସପୋର୍ଟ କଲେ ନାହିଁ, କି ଛଡ଼େଇଲେ ନାହିଁ। ମୋର ହାତ ଆଗରୁ ଭାଙ୍ଗି ଦେଇଥିଲେ। ତେଣୁ ସେଇ ହାତକୁ ଧରି ମୋଡ଼ିଲା। ତେଣୁ ମୁଁ ବହୁତ କଲବଲ ହେଉଛି। ବାବା ତମ ପାଦକୁ ମୁଁ କୋଟିଏ ଶରଣ ମାଗୁଛି। ଯୋଉଠି ଥବ ତମେ ବାଲେଶ୍ୱରରେ ମୋ କଠଉ, ମୋ ଆଶାବାଡ଼ି, ମୋ ବଇଁଶୀ, ମୋର ଯାହା ଯାହା ଅଛି ସବୁ ଧରିକି ଆପଣ ଗାଡ଼ିରେ ଆଉ ଭକ୍ତମାନଙ୍କୁ ନେଇକି ତୁଳସୀ ହାର ସବୁ ଆସନ୍ତୁ। ମୁଁ ଆପଣଙ୍କୁ ସେବା କରିକି ଟିକେ ପଚାରକୁ ଯିବି। ମୋ ଗୁରୁ ରହିଲେ ମୋର ଆଉ କିଛି ଅସୁବିଧା ହେବ ନାହିଁ। ଆପଣ ମୋ ଗୁରୁ ହେବେ, ମୁଁ ଆପଣଙ୍କ ଶିଷ୍ୟ ହେବି, ମୁଁ ଗୁରୁ ହେବି ନାହିଁ। କିନ୍ତୁ ବାବା ଯିବା ପୂର୍ବରୁ ଗୋଟିଏ କଥା ଆମ ଦର୍ଶକ ବନ୍ଧୁ ମାନଙ୍କୁ କହିବେ ଯେ ପ୍ରଳୟ ଆଉ କେତେ ଦିନ? ପ୍ରଳୟ ଖୁବ ଅଳ୍ପ ଦିନ ହବ, ଖୋଲିବି ନାହିଁ। କାହିଁକି? ଲୋକ ଆହାକାର ହେଇଯିବେ। ଆପେ ଆପେ ଲୋକ ପ୍ରଳୟ ହେବେ। ଏ କଳି ଲୋକ ଆଉ ବାଟ ପାଇବେ ନାହିଁ। ତେଣୁ ବଣା ହେବେ। ଆଗରୁ ଲେଖା ହେଇଛି ଲୋକମାନେ ହୋଇବେ ବଣା, କାହାକୁ କିଛି ନ ହେବ ଜଣା। ଆଖି ଥାଉଁ ଥାଉଁ ରେ ବେନୁ ପାଗଳା, ସବୁ ନର ହେବେ କଣା। ଖାଲି ଟଙ୍କା, ବଡ଼ ଲୋକ ହେବି, ସବୁ ନାରୀ ମାନେ ଖାଲି ଟଙ୍କା ଟଙ୍କା ଗୋଟେଇବେ, ବାଉଳା ହେବେ, ମିଛ ସତ କହି ନିଜ ଗେରସ୍ତକୁ ବି ମାରିଦେବେ, ପର ସ୍ୱାମୀ ସାଙ୍ଗରେ ପଳେଇବେ। ଏସବୁ ହବ ଆଜ୍ଞା। ମୁଁ କହୁନି ଆଗକୁ ବହୁତ ହବ ଦୁର୍ନୀତି। ତେଣୁ ନାରୀର ଯୁଗ ଆସିବ, ମହିଳା ଶାସନ ହବ। ତାକୁ କହନ୍ତି ପ୍ରମିଳା ଶାସନ। ଆପଣ ଜାଣିଥିବେ ମା ବସିଛନ୍ତି ଦିଲ୍ଲୀ ସିଂହାସନରେ ଯାଇ ଆଗରୁ ଯୋଗମାୟା ନିଜେ। ଆଉ ତାପରେ ମାଝୀ ସରକାର ବି ପ୍ରଭୁ ପାରି କରିବେ ଓଡ଼ିଶାକୁ। ସେ ହେଉଛି ବହୁତ ବଢ଼ିଆ ଲୋକ, ନିର୍ମାୟା ଲୋକ। ତାଙ୍କର ସେ ନନ୍ଦ ଛନ୍ଦ କିଛି ଜାଣିନାହାନ୍ତି। ତଥାପି ଆମର 24ରେ ରଜା ହେବେ ବୋଲି ବଳଦେବ ମୁଁ ବି କହିଥିଲି ମାଳିକାରେ। ତେଣୁ ଆମର ହେଉଛି ଓଡ଼ିଶା ବଳଦେବ ଶାସନରେ ଅଛି ଏବେ। ଆଉ ମୋଦି ସରକାର ସିଏ ହେଉଛି ମାନବ ନୁହନ୍ତି, ସେ ସ୍ୱୟଂ ଭଗବାନ। ସେ ତାଙ୍କ କର୍ମ କରିବା କହିଛନ୍ତି, ତାଙ୍କ ନାଁ ବି ମାଳିକାରେ ଅଛି। ଆଉ ନବୀନ ସରକାର ବି ତାଙ୍କର ବି ଅଛି। ତେଣୁ ଏଗୁଡ଼ାକ ସବୁ ତର୍ଜନା କରିବେ ଯଦି ଅଚ୍ୟୁତଙ୍କର ମାଳିକାକୁ ଦେଖିବେ, ସେଥିରେ ସବୁ ଲେଖା ହେଇଛି। ଆଉ ଛତିଆରେ ବି ଲେଖା ହେଇଛି ତାଙ୍କର ପଟାମଡ଼ାର ମାଳିକାରେ। ଆପଣମାନେ ଯାଇକି ଛତିଆ ହାଡ଼ିଦାସଙ୍କର ଆଶ୍ରମରେ ଯାଇକି ଆପଣ ବି କିଣିକି ଦେଖିପାରିବେ। ଆଉ ମୋର ଆଉ ଗୋଟେ ଜନ୍ମ ହେଇଥିଲା ବାଲେଶ୍ୱର ଶ୍ରୀକାନ୍ତ ଦାସ ରୂପରେ। ତେଣୁ ସେଠି ବି ମୋର ଆଶ୍ରମ ଅଛି, 2-3 ଜାଗା ସମାଧି ପୀଠ ଅଛି। ସେଠୁ ମୁଁ କହିକି ଓଲଟ 34ରେ ଲେଖିଥିଲି ମୁଁ ଅଢଙ୍ଗରେ ବେନୁ ପାଗଳ ହେଇ ଜନ୍ମ ହେବି। ଆପଣମାନେ ଭକ୍ତ ଯେଉଁମାନେ ଆସିବେ ମୋତେ ଦର୍ଶନ କରିବେ, ମୁଁ ବହୁତ ଉପକୃତ ହେବି। ଆପଣଙ୍କୁ ଏତିକି କରୁଣା। ମୋର ଟଙ୍କାଟେ ଦରକାର ନାହିଁ, ଧନ ଦରକାର ନାହିଁ। ମୁଁ ଖାଲି ଏକମାତ୍ର ତୁଳସୀ ହାରଟାକୁ ଭଲ ପାଏ, ଆଉ ଜଳ ତୁଳସୀ କି। ମୋର ଭୋଜନ ଦରକାର ନାହିଁ, କି ଭଲ ମନ୍ଦ ଖାଇବି ନାହିଁ, ମୁଁ ଲୋଭ କରିବି ନାହିଁ। ମୁଁ ପ୍ରଭୁ ବେଶ ହେଇଛି ଭକ୍ତ, ମୁଁ ପ୍ରଭୁଙ୍କୁ ଖାଲି ଖୋଜିବି। ବାବା ଶେଷରେ କହିବେ ଖାଲି କଳିର ପ୍ରଭାବ, ଘୋର କଳିର ପ୍ରଭାବ ପଡ଼ିଲାଣି ନା ପଡ଼ିନାହିଁ? କଳିର ଘୋର ପ୍ରଭାବ ପଡ଼ିଗଲାଣି। ଆଉ ରଜା କେହି ନାହାନ୍ତି। ଏ ମୋଦି ସରକାର ଗଲା ପରେ ଆଉ ରାଜ୍ୟ ଚଳେଇବାକୁ ମନ୍ତ୍ରୀମାନେ କେହି ନାହାନ୍ତି, ଶେଷ। ତେଣୁ ଇଏ ହେଉଛି ବଳଦେବ ବସିବେ ଦିଲ୍ଲୀ ସିଂହାସନରେ। ବଳଦେବ ହେବେ ରାଜା। କାହ୍ନୁ ପରିଚାର ହବ ଯାଜପୁର ସ୍ଥାନରେ ସୁଧାମା ସଭା ହବ। କାହ୍ନୁ ପରିଚାର ହବ ମାନେ ବେନୁ ପ୍ରଚାର ହଉଛି। କାହ୍ନୁ ହେଲା ମାନେ ବଡ଼ ଭାଇ ବଳିଆ। ତେଣୁ ବେନୁ ହେଉଛି ସାନ ଭାଇ, ଭାରି ଗୋଳିଆ, ପାଗଳ, ଅଳିଆ।
ତେଣୁ ମୋର ହଉଛି ଆହୁରି ଗୋଟେ କ୍ଷେତ୍ର ଅଛି ବାଇଆ ପାଗଳା ବିଶ୍ୱଗୁରୁ ଆଶ୍ରମ, ଆପଣମାନେ ଜାଣିଥିବେ, ଗୁରୁକ୍ଷେତ୍ର କହନ୍ତି। ତେଣୁ ମୁଁ ସେଠିକି ଯାଇନାହିଁ, ଚିହ୍ନା ବି ଦେଇନାହିଁ ଭକ୍ତମାନଙ୍କୁ। ସମୟ ହେଲେ ମୁଁ ଯାଇ ସେଠି କ୍ଷେତ୍ର ଭିତରେ ରହିକି ମୁଁ କାଳିଆ ବଦାର ନୀଳାଖେଳାର କରିବି। ଜୟ ଜଗନ୍ନାଥ। ଜୟ ବାବା ବାବା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବାବା। ଆଜିର ବହୁତ କଥା ତ ଅଛି, ଆଗାମୀ ଅଧ୍ୟାୟରେ ଆପଣଙ୍କ ସହିତ ଆଉ ଏକ ନୂତନ ସାକ୍ଷାତକାର କରିବା। ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟକୁ ଏଇଠି ବିରାମ ଦେଉଛୁ। ଆଉ ଏକ ନୂତନ ଅଧ୍ୟାୟରେ ଆପଣଙ୍କ ସହିତ ସାକ୍ଷାତ ହେବ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।